हाय फ्रेंड्स नमस्कार जय जगन्नाथ आशा करছি ଭଲରେ ଥିବେ ସମସ୍ତେ ମୋର ସକାଳ ସକାଳ ନୂଆ ବେଳକୁ ଆପଣ ସ୍ୱାଗତ ଜଣାଉଛି ତ ଫ୍ରେଣ୍ଡସ୍ ଭିଡ଼ିଓ ନ ଆସିବା କାରଣ ବହୁତ କିଛି ଅଛି କାହିଁକିନା ଯେ ମୋ ସାନ ଭାଇ ମୁଁ ତ ଏଡ଼ିଟିଂ କରା ଶିଖି ନାହିଁ ଆଉ ସେଥିପାଇଁ ମୋ ସାନ ଭାଇ ଯିଏ ତାଙ୍କ ନାଁ ମୁଁ ନେଇପାରିବିନି ଆଉ ସିଏ ବି ମୋତେ ବହୁତ ହେଲ୍ପ କରୁଛନ୍ତି ଆଉ ତାଙ୍କ ମୋବାଇଲ ଯେତେବେଳେ ଖରାପ ହେଇଗଲା କହିଲା ଭାଇ ଆଉ ମୋବାଇଲ ଭିଡ଼ିଓ ସିଏ ତଥାପି ମନୋଯୋଗ କରିଥିଲେ ଭାଇ ମୋ ମୋବାଇଲ ଖରାପ ହେଇଛି ମୁଁ କିସ କରିବି ତଥାପି ମୁଁ କହିଲି ଠିକ୍ ଅଛି ଭାଇ ତାକୁ କହିଲି ଯେ ମୁଁ ଠିକ୍ ଅଛି ମୋବାଇଲ ଠିକ୍ କରିସାର ମୁଁ ଭିଡ଼ିଓ ଅପଲୋଡ଼ କରିବା ଆଉ ଏମିତି ବି ସେ ମାନେ ଏତେ ହେଲ୍ପଫୁଲ୍ ମଣିଷ ଯିଏକି ସେ ସବୁ କଥାରେ ମୋତେ ସେୟାର କରେ ମୁଁ ବି ତାକୁ ସବୁ କିଛି ସେୟାର କରେ ଆଉ ଏମିତି ମାନେ ଛୁଆ ସିଏ କାହା ଦୁଃଖ ସେ ଦେଖିପାରେନି ଏଇଟା ତା ମେନ୍ ପଏଣ୍ଟ ଆଉ କାହିଁକିନା ତାର ସବୁବେଳେ ଦୁଃଖ ପଡ଼ିଥାଏ ମୋର ବି ଦୁଃଖ ପଡ଼ିଛି ଆଉ ଫ୍ରେଣ୍ଡସ୍ ମୋର ବି ଟିକେ ଜ୍ୱର ଆସି 2 ଦିନ ହେଲା ଜ୍ୱର ଆଇଲାଣି ଆଉ କାଶ ଛାଡ଼ୁନି ତ ଫ୍ରେଣ୍ଡସ୍ ଦେଖୁପାରୁଥିବେ ଫ୍ରେଣ୍ଡସ୍ ମୋତେ କାଶ ଅତିରିକ୍ତ ମାତ୍ରା ହେଉଛି ଆଖି ନାଲ ପଡ଼ିଯାଉଛୁ ଏସବୁ କଥା ଭିଡ଼ିଓ ଆସିପାରିବ ଡେଲି ଆସିପାରିବ କାହିଁକିନା ମୋ ଦେହଟି ସବୁବେଳେ ଖରାପ ରହୁଛି ତ ଫ୍ରେଣ୍ଡସ୍ ମୋ ଭାଇ ଯିଏ ମୋତେ ହେଲ୍ପ କରୁଛି ତାର ବି କିଛି ଦେହ ପ୍ରୋବ୍ଲେମ୍ ଅଛି ତା ହାତ କଟି ଯାଇଥିଲା ଯାଇଥିଲା କିଛି କାମର ତଥାପି ତା ହାତ କଟି ଯାଇଥିଲା ତଥାପି ମୋର ଗୋଟେ ଭିଡ଼ିଓ ଲାଷ୍ଟ ଭିଡ଼ିଓ ଅପଲୋଡ଼ ହେଇଥିଲା ଯେ ସିଏ କହିଲା ଭାଇ ତା ଦିନ ତା ମୋବାଇଲ ଖରାପ ହେଇଥିଲା କହିଲା ଭାଇ ମୋତେ ଫୋନ୍ ମାରିଥିଲା ସିଏ କହିଲା ଭାଇ ଯିଏ କି ମୋ ମୋବାଇଲ ଖରାପ ହେଇଛି କ'ଣ କରିବା କ'ଣ ନାହିଁ ମୁଁ ଠିକ୍ ଅଛି ଯେତେବେଳେ ମୋବାଇଲ ଠିକ୍ ହେଇଯିବ ମୋତେ କହିବ ଭାଇ ମୋବାଇଲ ଭିଡ଼ିଓ ବନେଇବା ମୁଁ ଠିକ୍ ଅଛି ଭାଇ ତ ଫ୍ରେଣ୍ଡସ୍ ମୋ କହିବାର ମାନେ ଯେ ଏତିକି ନୁହେଁ ବହୁତ କିଛି ଅଛି ଫ୍ରେଣ୍ଡସ୍ ମାନେ ଯେତେ ମୁଁ ୟୁଟ୍ୟୁବ୍ ଲାଇନ୍କୁ ପଶିଲି ମୋ ଯିଏ ମୋତେ ହେଲ୍ପ କରେ ସିଏ କହିଲେ ଭାଇ ବସିଛ କ'ଣ ପାଇଁ ତୁମେ କିଛି କାମ ଲାଗେ ମୁଁ କହିଲି କ'ଣ କାମ ଲାଗିବା କହିଲେ ସିଏ କହିଲେ ଯେ ୟୁଟ୍ୟୁବ୍ ଖୋଲ ମୁଁ କ'ଣ କରିବା ନା ୟୁଟ୍ୟୁବ୍ କରି ବ୍ଲଗ୍ ଛାଡ଼ ମୁଁ କ'ଣ ବ୍ଲଗ୍ ଛାଡ଼ିବା ନା ଡେଲି ତୁମର କେମିତି କଟୁଛୁ କେମିତି ରହୁଛୁ ଦିନ ଆଉ ତୁମ ଲାଇଫ୍ଟା କେମିତି ମାନେ ଇଏ ହେଉଛୁ ସବୁ ତ ଫ୍ରେଣ୍ଡସ୍ ଯେତେବେଳେ ୟୁଟ୍ୟୁବ୍ ଲାଇନ୍ ଆଇନି ମୋ ସାଙ୍ଗ କହିଲେ ୟୁଟ୍ୟୁବ୍ ହିଁ ସବୁ କିଛି ମାଧ୍ୟମ ମାନେ ଏମିତି ଗୋଟେ ୟୁଟ୍ୟୁବ୍ ପ୍ଲାଟଫର୍ମ ଯିଏ ସବୁ କଥାରେ ସେୟାର କରିବ ଆଉ ୟୁଟ୍ୟୁବ୍ ଯେତେବେଳେ ୟୁଟ୍ୟୁବ୍ ପସିଲା ମୁଁ ୟୁଟ୍ୟୁବ୍ ଭାବି ନେଲି ୟୁଟ୍ୟୁବ୍ ମୋର ସବୁକିଛି କାହିଁକିନା ୟୁଟ୍ୟୁବ୍ ମୋର ଫ୍ରେଣ୍ଡ ବନ୍ଧୁବାନ୍ଧବ ସାଙ୍ଗସାଥି ସବୁକିଛି ମୋର ବର୍ତ୍ତମାନ ୟୁଟ୍ୟୁବ୍ ଫ୍ୟାମିଲି ମୋର ଜୀବନ ଆଉ ସେଇ ସବୁ କଥା ଆଉ କାହିଁକିନା ଫ୍ରେଣ୍ଡସ୍ ମାନେ କହୁଛି ସୋନ ଭାଇ କିଛି କମେଡ଼ି ମାଧ୍ୟମରେ କର ନା ଲୋକମାନଙ୍କୁ କେହି ଦେଖିବେ ନାହିଁ ମୁଁ କହିଲି ଠିକ୍ ଅଛି ଫ୍ରେଣ୍ଡ ଆଜିକାଲି ତ ନୂଆ ଖୋଲିଛି ୟୁଟ୍ୟୁବ୍ ବର୍ତ୍ତମାନ କିଛି ଯାଏ ନାହିଁ ସେ ବିଷୟରେ କିଛି ଜାଣିବା ପାଇଁ କିଛି ଟାଇମ୍ ଲାଗିବ ସେମିତି କିଛି ତ ମାନେ ଟାଇମ୍ ନାହିଁ ଯେ ସାଙ୍ଗେ ସାଙ୍ଗେ ଶିଖିଯିବା ସେଇଭଳି ଟାଇମ୍ ଲାଗୁଛି ମୋତେ ଆଉ ଫ୍ରେଣ୍ଡସ୍ ଏଇସବୁ କଥା ଆଉ କାହିଁକିନା ୟୁଟ୍ୟୁବ୍ ଜାଣିଛି କମେଣ୍ଟ ମାଧ୍ୟମରେ ଲୋକ ଦେଖନ୍ତି କାହିଁକି ବର୍ତ୍ତମାନ ଲୋକମାନେ ଚାହୁଁଛନ୍ତି କିଛିଟା ମାନେ ମଜା କରିବା ପାଇଁ ମୁଁ ମଜା କରିବା ପାଇଁ ଚାହେଁ ନାହିଁ କିନ୍ତୁ ମୋର ସତଟା ଆପଣଙ୍କୁ ଦେଖାଉଛି ଆପଣଙ୍କୁ ମୁଁ କିଛିଟା କହୁଛି ସେଇଟା ଜାଣନ୍ତୁ ଆଉ ବର୍ତ୍ତମାନ ଫ୍ରେଣ୍ଡସ୍ ମାନେ ଚାହୁଁଛନ୍ତି ଯେ ଆଜିକାଲି ମଜାଟା ହିଁ ତାଙ୍କର ସବୁକିଛି ନା ଆଗେ ଦେଖ ଫ୍ରେଣ୍ଡସ୍ ମାନେ ମୁଁ ଗୋଟେ କଥା କହିବି ଯେତେବେଳେ ଜଣେ ବ୍ଲଗର୍ ତାର ନିଜ କଣ୍ଟେଣ୍ଟ ଆଣେ ସେ ଭାବିଚିନ୍ତି ଆଣିଥାଏ ଆଉ ସେ କ'ଣ କହିଥାଏ ଆପଣ ଠିକ୍ ଜାଣିଥିବେ ଆଉ ଯେତେବେଳେ ଗୋଟେ ବ୍ଲଗର୍ ତାର ଫ୍ୟାମିଲି ଯେଉଁ ଜଣାଇଥାଏ ସବୁକିଛି ଆପଣଙ୍କୁ ସେୟାର କରିଥାଏ ସବୁ କହିଥାଏ ଆଉ ଆପଣଙ୍କୁ ଦୁଃଖର କଥା ତାକୁ ତୁମକୁ ମଧ୍ୟ କହିଥାଏ କାହିଁକି ୟୁଟ୍ୟୁବ୍ ମାଧ୍ୟମ ଯେତେ ରାଗରୁ ସାରିଲେ ବି ୟୁଟ୍ୟୁବ୍ ଯଦି କିଛି କହିଦେଲେ ତାହେଲେ ରାଗଟା ଆମ ଶାନ୍ତ ହୋଇଯାଏ ଭଲ ହୋଇଯାଏ ସେଇଭଳିଆ କଥା ଫ୍ରେଣ୍ଡସ୍ କାଲି ଯେ କମେଡ଼ି ହେବ ବ୍ଲଗ୍ ଦେଖିବ ନା ସେଇଗୁଡ଼ା ନାହିଁ ବର୍ତ୍ତମାନ ଲୋକଙ୍କର କ'ଣ ରିଆଲିଟି ଦେଖ ସତ୍ୟ ଦେଖ ଆଉ ତାକୁ ଭିଡ଼ିଓକୁ କଣ୍ଟିନ୍ୟୁ କରନ୍ତୁ ମୋର ଏତିକି ରିକ୍ୱେଷ୍ଟ କାଲି ଯେଉଁ ମାନେ ବ୍ଲଗର୍ ହେବା ଯେ ଖାଲି କମେଡ଼ି ଇଏରେ ନା ପ୍ରତ୍ୟେକ ମଣିଷର ଦୁଃଖର ଦେଖନ୍ତୁ ଫ୍ରେଣ୍ଡସ୍ ମାନେ ମୋର ଏତିକି ରିକ୍ୱେଷ୍ଟ ଆଉ କାହିଁକି ନା ମଣିଷ କେତେବେଳେ ବି କାହାର କିଛି ସବୁ କହିପାରିବାନି ସମସ୍ତେ ମାନେ ଭଲ ରୁହନ୍ତି ମୋର ଏତିକି ରିକ୍ୱେଷ୍ଟ ଆଉ ଫ୍ରେଣ୍ଡସ୍ ଯଦି ଗୋଟେ ବ୍ଲଗର୍ ଯଦି ତା ଭିଡ଼ିଓକୁ ସ୍କିପ୍ କରି ଚାଲିବ ବର୍ତ୍ତମାନ ତା ମନ କ'ଣ ଫ୍ରେଣ୍ଡସ୍ ଯଦି ୟୁଟ୍ୟୁବ୍ ଫ୍ୟାମିଲି ଯଦି ଭାବେ ନିଜର ସେ ଫ୍ରେଣ୍ଡ ଭାବିକି ଆପଣଙ୍କୁ ଫ୍ୟାମିଲି ଭାବରେ ଆଣିଛି ତୁମେ ତାକୁ ମାନେ ଗ୍ରହଣ କରନ୍ତୁ ଫ୍ରେଣ୍ଡସ୍ ମାନେ ମୋର ଏତିକି ଗୁହାରି ସବୁ ଦୁଃଖ ଆପଣଙ୍କୁ ଜଣାଉଛି ଫ୍ରେଣ୍ଡସ୍ ମାନେ ଆଉ ଆପଣ ମୋତେ କିଛି ମାନେ ସପୋର୍ଟ ଦରକାର ମୋର ଏତିକି ରିକ୍ୱେଷ୍ଟ ଆଉ କାହିଁକି ନା ଏତେ ସବୁ କଥା କହିଲି ତୁମେ ଯଦି ଭଲ ପାଇବା ଦେଇଥିବ ଆପଣ ଛୋଟ ଭାଇ କିଛି ସ୍ନେହ କରିବେ ଆଦର ଦେବେ ମୁଁ ଏତିକି ରିକ୍ୱେଷ୍ଟ କରୁଛୁ ଆଉ ଯଦି ଭିଡ଼ିଓଟି ମୋର କିଛି ଆପଣଙ୍କୁ କିଛି ଖରାପ ଲାଗିଥାଏ ମୋତେ ଭାଇ ଛୋଟ ଭାଇ ହିସାବରେ କ୍ଷମା କରିଦେବେ ମୋର ଏତିକି ରିକ୍ୱେଷ୍ଟ ଆଉ ମୁଁ କାହିଁକି ନା କହିବାର ବହୁତ କିଛି ନାହିଁ ଦୁଃଖ ଲାଗିଲା ମୋତେ ଏଇଭଳିଆ ଯେ ଜଣେ ମୋତେ କହିଲେ ଯେ ଆଉ ଏମିତି କର ବହୁତ ଦୁଃଖ ଲାଗିଲା ସେଦିନ ବି ଶୁଣିଥିଲି ଆଉ ଏଇସବୁ କଥା ଆପଣଙ୍କୁ ସେୟାର କରିଲି
जदि मोर किसी भूल थाए मत बहुत क्षमा करदे आ जो मो वीडियो जदि नुआ आसथिबे आपण लाइक सब्सक्राइब शेयर करदे मोर एति रिक्वेस्ट फ्रेंड जदि मो वीडियो टी मोर भलो लागि थाए कमेंट मत जणाइबे आ जो मो एति कहि कि मो वीडियो को एटी ब्लॉग एंड करछि देखा बा नुआ